ଛୋଟ ଛୋଟ ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛି, ହାତ ଛଡ଼ା କରନ୍ତୁ ନାହିଁ। ଯୁଗ ଆସିଛି କମ୍ପିଟିସନ ଯୁଗ, ଆପଣଙ୍କ ଭିତରେ ପ୍ରତିଯୋଗିତା ହଉ ଭଲ ପାଠ ପଢ଼ିବା ପାଇଁ। ଯଦି ଭଲ ପାଠ ପଢ଼ିବେ, କଲେଜର ନାଁ ରଖିବେ, ବାପା ମାଙ୍କର ନାଁ ରଖିବେ ଏବଂ ଦେଶ ରାଜ୍ୟର ନାଁକୁ ମଧ୍ୟ ଅତି ଶୀର୍ଷରେ ପହଞ୍ଚେଇବେ। ଏ ଅଞ୍ଚଳରୁ ଅତୀତରେ ବହୁ ବିଦ୍ୱାନ ଛାତ୍ର ଭଲ ନାଁ କରିଛନ୍ତି, କିନ୍ତୁ ଅତୀତରେ ଏ ଅଞ୍ଚଳକୁ ଯେତେ ରାଜନୈତିକ ନେତା ଆସୁଥିଲେ ସଦା ସର୍ବଦା ମାଳ ଅଞ୍ଚଳ ଆଖ୍ୟା ଦେଇଥିଲେ। କିନ୍ତୁ ଏ ବିଧାୟକ এই ଅଞ୍ଚଳକୁ ଜଣେ ଶିକ୍ଷାବିତ ଅଞ୍ଚଳ ହିସାବରେ ପରିଗଣିତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେ ଲକ୍ଷ୍ୟକୁ ନିଶ୍ଚିତ ଭାବେ ପୂରଣ କରିବେ। ଆଗାମୀ ଦିନରେ ଏ ଅଞ୍ଚଳରେ ଏ ବ୍ଲକରେ ଆଉ 4ଟି ପ୍ଲସ୍ ଟୁ କଲେଜ କରିବା ପାଇଁ ବ୍ୟବସ୍ଥାକୁ ମୁଣ୍ଡ ଭିତରେ ରଖିଛୁ। କାରଣ ଯେତେ ଦିନ ପର୍ଯ୍ୟନ୍ତ ପ୍ରତି ଘର ପିଲା ଯଦି ଶିକ୍ଷିତ ନାହାନ୍ତି, ସେତେ ଦିନ ପର୍ଯ୍ୟନ୍ତ ଘରେ କୁସଂସ୍କାର ଛାଡ଼ିବ ନାହିଁ। ତେଣୁ ଏ କୁସଂସ୍କାର ଛାଡ଼ିବା ପାଇଁ ଏବଂ ପ୍ରତି ପରିବାରରେ ଶିକ୍ଷିତ ହେବା ପାଇଁ ଏ ଯେଉଁ ଲକ୍ଷ୍ୟ ବିଧାୟକଙ୍କର ଅଛି, ଚାକିରି ପାଇଁ ଆଶା କରିବେ ନାହିଁ। ମୁଁ ଆପଣଙ୍କୁ ଖୋଲା କଥା କହୁଛି, ନିଜ ଗୋଡ଼ରେ ନିଜେ ଠିଆ ହୋଇ ସ୍ୱାବଲମ୍ବୀ ହେବା ପାଇଁ ପ୍ରଥମେ ଚେଷ୍ଟା କରନ୍ତୁ ଏବଂ ଭଲ ମଣିଷଟିଏ ହେବା ପାଇଁ। ଆଜି ବିଧାୟକ ଓକିଲାତି ସାରିଲା ପରେ ଜଣେ ଭଲ ଓକିଲ ହେବା ପାଇଁ ଦୀର୍ଘ 25 ବର୍ଷ ସଂଘର୍ଷ କରି ଭଞ୍ଜନଗର ଓକିଲ ସଂଘର ଜଣେ ଭଲ ଓକିଲ ହିସାବରେ ପରିଗଣିତ ହୋଇଛି। ଆପଣଙ୍କ ସ୍ନେହ ଶ୍ରଦ୍ଧା ସୌଭାଗ୍ୟରୁ ଆଜି ଏ ଅଞ୍ଚଳର ବିଧାୟକ ଏବଂ ଏ ଅଞ୍ଚଳର ସମସ୍ତ ଦାବିକୁ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ସୁଯୋଗ ଆପଣମାନେ ଦେଇଛନ୍ତି। ତେଣୁ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି, ଏ ଅଞ୍ଚଳରୁ ଭଲ ବିଦ୍ୱାନ ଛାତ୍ର ତିଆରି ହଉ, ଭଲ ଚାକିରି ପାଆନ୍ତୁ, ରାଜ୍ୟ ସ୍ତରରେ ମଧ୍ୟ ଭଲ ରାଜନୈତିକ ନେତା ଜନ୍ମ ନିଅନ୍ତୁ। ଆଜିର ଭଳିଆ ଦିନରେ ଆପଣମାନଙ୍କୁ ଶପଥ କରିବାକୁ ପଡ଼ିବ। ଏ କଲେଜର ନାଁ ରଖିବେ, ବାପା ମାଙ୍କର ନାଁ ରଖିବେ, ରାଜ୍ୟର ନାଁ ରଖିବେ ଏବଂ ଓଡ଼ିଶାର ନାଁ ରଖିବେ। ଏତିକି କହିବାକୁ ବିଶେଷ ଗୋଷ୍ଠୀ ଭାରତ